ଆପଣ ଜଣେ ବାମପନ୍ଥୀ ଦଳର ଲିଡର ତ ମାନେ ଆମେ ଦେଖୁଛୁ ଓଡ଼ିଶାରେ ସବୁ ରାଜନୈତିକ ଦଳ ଧୀରେ ଧୀରେ ଗ୍ରୋଥ କରୁଥିଲା ବେଳେ ବାମପନ୍ଥୀ ଦଳ ହିସାବରେ ସି କାହିଁକି ଧୀରେ ଧୀରେ ନିମ୍ନଗାମୀ ହେଉଛି ଏହାର କାରଣ କ'ଣ? କଥା ହେଉଛି ଏ ଗୋଟେ ବିରାଟ ସବଜେକ୍ଟ। ଆପଣ ଜାଣିଛନ୍ତି ଆମର କମ୍ୟୁନିଷ୍ଟ ପାର୍ଟି 1925 ପ୍ରତିଷ୍ଠା ହେଲା। ବର୍ତ୍ତମାନ 100 ବର୍ଷ ପାଳନ କରୁଛୁ ଆମେ। 100 ଇୟର୍ସ ଚାରିଆଡ଼େ ପାଳନ ହେଉଛି। ପ୍ରାୟ ଗୋଟେ 3 ଲକ୍ଷ ଲୋକଙ୍କର ସମାବେଶ ହେଉଛି ଏଇ ଡିସେମ୍ବର 25 ତାରିଖ ଦିନ ତେଲେଙ୍ଗାନାର ଖମ୍ମମରେ। ତେଣୁ 100 ବର୍ଷ ଭିତରେ କମ୍ୟୁନିଷ୍ଟ ପାର୍ଟି ଯେଉଁ ଆନ୍ଦୋଳନ କରୁଛି, ବ୍ରିଟିଶ ବିରୋଧୀ ଆନ୍ଦୋଳନ, ସ୍ୱାଧୀନତା ସଂଗ୍ରାମ ଅନେକ ଶହୀଦ ହେଇଛନ୍ତି କମ୍ୟୁନିଷ୍ଟ ପାର୍ଟିର, ବୁଝିଲେ, ଭଗତ ସିଂଠୁ ଆରମ୍ଭ କରି ଅନେକ। ତେଣୁ କମ୍ୟୁନିଷ୍ଟ ପାର୍ଟି ଆନ୍ଦୋଳନଟା ଧିମେଇ ଗଲା। ଯେଉଁ ପ୍ରଶ୍ନ ଆପଣ ପଚାରୁଛନ୍ତି, 1964ରେ ସିପିଆଇ ସିପିଏମ୍ ହେଇଗଲା। କମ୍ୟୁନିଷ୍ଟ ପାର୍ଟି ଅଫ୍ ଇଣ୍ଡିଆ ମୂଳ ପାର୍ଟି ସିପିଆଇ, ସେଠୁ ଦଳେ ବାହାରି ସିପିଆଇଏମ୍ କଲେ, ମାର୍କସିଷ୍ଟ କମ୍ୟୁନିଷ୍ଟ ପାର୍ଟି ନାଁରେ। ସେଥିରୁ କିଛି ବି ବାହାରିଲେ, କିଏ ମାଓବାଦୀ ହେଲା, କିଏ ସିପିଆଇଏମ୍ଏଲ୍ ହେଲେ। ଏ ଯେଉଁ ଭାଗ ଭାଗ ହେଲା ପରେ ଆଜି ମଧ୍ୟ ଭାରତ ବର୍ଷରେ ପ୍ରାୟ 5-6ଟା ପାର୍ଟି ହେଇକି ଅଛୁ ଆମେ କମ୍ୟୁନିଷ୍ଟ। ଏଇଟା ଦୁର୍ବଳ କରିଛି ଆମକୁ। ଏବଂ ଦ୍ୱିତୀୟରେ ଆପଣ ଦେଖିବେ ଏମ୍ଏଲ୍ଏ ଏମ୍ପି ଯେମିତି ଆମର ଥିଲେ, ଧରିନିଅ ଆମର 31 ଜଣ ଏମ୍ଏଲ୍ଏ ବିହାରରେ ଥିଲେ, ଆମ ସରକାରରେ ବି ଥିଲୁ 67-68 ବେଳେ ବିହାରରେ। ଆଜି 6ଟା ସିଟ୍ରେ ଆମେ ସୀମିତ, ଦ୍ୟାଟ୍ ଟୁ ଆରଜେଡି କି କଂଗ୍ରେସ ସହିତ ଆଡଜଷ୍ଟମେଣ୍ଟରେ। ଆମର ଏଠି ବି ଓଡ଼ିଶାରେ 9 ଜଣ ଏମ୍ଏଲ୍ଏ ଥିଲେ ଥରେ, 7 ଜଣ ଏମ୍ଏଲ୍ଏ ଥିଲେ ଥରେ। ଏବଂ ମୁଁ ଜଣେ ହିଁ ଏମ୍ଏଲ୍ଏ ଥିଲି 2004ରୁ 2009। ତେଣୁ ଏ ଆସେମ୍ବଲି ପାର୍ଲାମେଣ୍ଟ ପରଫର୍ମାନ୍ସ ବି କମି ଯାଉଛି। ଏ କେବଳ ଏକତାର ଅଭାବ। ବର୍ତ୍ତମାନ ଉଦ୍ୟମ ଚାଲିଛି ଯେ ଆମେ ଯେମିତି ସବୁ କମ୍ୟୁନିଷ୍ଟ ଏକାଠି ହବ, ମେର୍ଜର ନହେଲେ, ଗୋଟିଏ ଫ୍ଲାଗ ତଳେ ନ ରହିଲେ, ଆମେ ସମସ୍ତେ ମିଳିତ ଭାବେ, ଡିଭିଜନଟା ସବୁବେଳେ ତ ଦୁର୍ବଳ କରିବ ନା। ତେଣୁ ୟୁନିଫିକେସନ ପାଇଁ ଆମେ ଡାକରା ଦେଇଛୁ ସିପିଆଇ ଏ 100 ବର୍ଷ ଏ ଯେଉଁ ଆମର ସେଲିବ୍ରେସନ ଭିତରେ। ଆମେ ଆଶା କରୁଛୁ ସିପିଏମ୍ ବନ୍ଧୁ, ଲିବରେସନ ବନ୍ଧୁ ଆକୁ ଚିନ୍ତା କରିବେ, ଏ ଦିଗରେ ଅଗ୍ରସର ହେବେ। କାହିଁକିନା ସିପିଏମ୍ର ଜେନେରାଲ ସେକ୍ରେଟାରୀ, ଲିବରେସନର ଜେନେରାଲ ସେକ୍ରେଟାରୀ ମଧ୍ୟ ଆସିଥିଲେ ଆମର ସମ୍ମିଳନୀ, ସର୍ବଭାରତୀୟ ସମ୍ମିଳନୀ ଯେଉଁ ହେଲା ଚଣ୍ଡିଗଡ଼ରେ। ଗୋଟେ ପ୍ରୋସେସ ଭିତରେ ହବ, ଗୋଟେ ପ୍ରୋସେସ ଭିତରେ ଭାଗିଛି। ଇଟ୍ ୱିଲ୍ ଟେକ୍ ସମ୍ ଟାଇମ୍। ତା ପାଇଁ ଉଦ୍ୟମ ହେଉଛି। ସାଧାରଣ କର୍ମୀ ଯୁବକମାନେ ଚାହୁଁଛନ୍ତି ଗୋଟେ ପାର୍ଟିର ଏକତା ପ୍ରତିଷ୍ଠା ହଉ।